ବର୍ଷୀୟ ଫାନିଙ୍କ ବିଶ୍ୱ ରେକର୍ଡ। ଟ୍ୱେଣ୍ଟି ଆନ୍ତର୍ଜାତିକରେ ଶତକ ମାରିବାରେ ସର୍ବକନିଷ୍ଠ ଖେଳାଳି ହେଲେ। ଯେଉଁ ଦର୍ଶକ ବନ୍ଧୁ, ରାଉଣ୍ଡାର ମାତ୍ର 15 ବର୍ଷୀୟ କ୍ରିକେଟର ଫାନି ଉଜ୍ବେକିସ୍ତାନ ଏକ ଟ୍ୱେଣ୍ଟି ଆନ୍ତର୍ଜାତିକରେ ନୂଆ ଇତିହାସ ରଚିଛନ୍ତି। ଏହି ମ୍ୟାଚ୍ରେ ପଦାର୍ପଣ କରିଥିବା ଫାନି ଶତକ ଅର୍ଜନ କରିବା ସହ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ସର୍ବକନିଷ୍ଠ ଖେଳାଳି ଭାବେ ଟ୍ୱେଣ୍ଟିରେ ସେ ଏହି ସଫଳତା ପାଇଛନ୍ତି। ତାଙ୍କର ଏହି ରେକର୍ଡ ଭରା ଶତକ ବଳରେ ରାଉଣ୍ଡା ଏହି ନାଇଜେରିଆକୁ ଆମନ୍ତ୍ରଣ ମହିଳା ଟି20 ଘାନା ବିପକ୍ଷରେ ମ୍ୟାଚ୍କୁ 122 ରନରେ ଜିତି ନେଇଥିଲା। 15 ବର୍ଷ 223 ଦିନ ବୟସରେ ଫାନି ଏହି ମ୍ୟାଚ୍ରେ 65 ବଲ୍ରୁ 111 ରନ୍ ଅପରାଜିତ ପାଳି ଖେଳିଥିଲେ। ଏଥିସହ ସେ ସର୍ବକନିଷ୍ଠ ଖେଳାଳି ଭାବେ ଶତକ ଅର୍ଜନ କରିଥିବା ଉଗାଣ୍ଡାର ପ୍ରୋକୋସ୍ପିଆ ଆଲୋକା, ଯିଏକି 16 ବର୍ଷ 283 ଦିନକୁ ପଛରେ ପକାଇ ଦେଇଥିଲେ। ଆଲୋକା, ଯିଏକି 116 ରନ୍ କିଲାଗିରେ 2019 ମାଲି ବିପକ୍ଷରେ ଏହି ରେକର୍ଡ କରିଥିଲେ। ଫାନି ମଧ୍ୟ ଏହି ଫର୍ମାଟରେ ଆନ୍ତର୍ଜାତିକ ପଦାର୍ପଣର ଶତକ ହାସଲ କରିବାରେ ପ୍ରଥମ ମହିଳା ହୋଇଛନ୍ତି। ପୁରୁଷ ଟି20 ଆନ୍ତର୍ଜାତିକରେ ଶତକ ହାସଲ କରିବାରେ ଫ୍ରାନ୍ସର ଗୁସ୍ତାଭ ମାକେନ୍, ଯିଏକି 18 ବର୍ଷ 280 ଦିନକ ତାଙ୍କ ନାମରେ ସର୍ବକନିଷ୍ଠ ରେକର୍ଡ ରହିଛି। ଯେଉଁ ଦର୍ଶକ ବନ୍ଧୁ, ସର୍ବକନିଷ୍ଠ ଖେଳାଳି ଫାନିଙ୍କ ବିଶ୍ୱ ରେକର୍ଡ ଟି20 ଆନ୍ତର୍ଜାତିକରେ ଶତକ ମାରିବାରେ ସର୍ବକନିଷ୍ଠ। ରୁଆଣ୍ଡାର ମାତ୍ର 15 ବର୍ଷୀୟ କ୍ରିକେଟର ଫାନି ଉଜ୍ବେକିସ୍ତାନ ଟି20 ଆନ୍ତର୍ଜାତିକରେ ନୂଆ ଇତିହାସ ରଚିଛନ୍ତି। ଏହି ମ୍ୟାଚ୍ରେ ସେ ପଦାର୍ପଣ କରିବା ସହିତ ଫାନି ଶତକ ଅର୍ଜନ କରିବା ସହ ନୂଆ ରେକର୍ଡ ମଧ୍ୟ କରିଛନ୍ତି। ଯେଉଁ ଦର୍ଶକ ବନ୍ଧୁ, ମାତ୍ର 15 ବର୍ଷୀୟ କ୍ରିକେଟର ଫାନି ଉଜ୍ବେକିସ୍ତାନ ଟି20 ଆନ୍ତର୍ଜାତିକରେ ସେ ତାଙ୍କର ମାତ୍ର 67 ବଲ୍ରେ 122 ରନ୍ର ଏକ ତୁଫାନ ବାରି ଖେଳିଛନ୍ତି। ଆଉ ସବୁଠୁ 15 ବର୍ଷ 223 ଦିନ, ମାନେ ସବୁଠୁ କମ୍ ବୟସରେ ଯିଏକି ଏହି ଐତିହାସିକ ପାରି ଖେଳି ସର୍ବକନିଷ୍ଠ ଖେଳାଳି ଭାବେ ଶତକ ଅର୍ଜନ କରିବାର ରେକର୍ଡର ନିଜ ନାଁରେ କରିଛନ୍ତି। ଯେଉଁ ଦର୍ଶକ ବନ୍ଧୁ, ତ ଇଏ ଥିଲା ଏକ ବଡ଼ ଅପଡେଟ୍ ଟି20 ବାସ୍ତବ ଅପଡେଟ୍ ମୁଁ ଆପଣମାନଙ୍କୁ ଜଣାଇଲି। ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍ କରିବେ ଆଉ ज़्यादा ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ କଣ୍ଟେଣ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ ସ୍ମାଇଲ୍ ବଡ଼ି କ୍ରିକେଟରେ ଆପଣମାନେ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି, ଦେଖା ହେବ କାଲି ଏମିତି ଏକ ଦମଦାର ଭିଡ଼ିଓରେ। ସେତେବେଳେ ଟେକ୍ କେୟାର। ଜୟ ଜଗନ୍ନାଥ।